ସର୍ବପ୍ରଥମେ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ, କାରଣ ତାଙ୍କର ଦୟା ପ୍ରେମ କରୁଣା ଏତେ ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟରେ ଜୀବିତ ରଖିଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ଏହିପରି ଦିବସ ଆମମାନଙ୍କ ଜୀବନରେ ଚୁଣି ଦେଇଥିବା ଯୋଗୁଁ ପରମେଶ୍ୱରଙ୍କୁ ମୁଁ ବିଶେଷ କରି ଧନ୍ୟବାଦ ଦିଏ। ଏବଂ ଏଠାରେ ଆସୁଥିବା ପ୍ରତି ଭାଇ ଭଳି ପରମେଶ୍ୱରଙ୍କର ମହାନ ଦାସ ଦାସୀମାନେ ପ୍ରତ୍ୟେକଙ୍କୁ এই জিও বা রাফা পরিবার সমস্তଙ୍କୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର କରୁଛୁ। ଆସନ୍ତୁ ବାକ୍ୟର ମାଧ୍ୟମକୁ ଯିବା ପୂର୍ବରୁ ଆମେ ସଂକ୍ଷିପ୍ତ ପ୍ରାର୍ଥନା କରିବା। ସୌମ୍ୟାଧିପତି ସଦା ପ୍ରଭୁ ମଙ୍ଗଳମୟ ପିତା ପରମେଶ୍ୱର, ତୁମେ ଯେ ଆମମାନଙ୍କୁ ଦୟା କଲ, ଅନୁଗ୍ରହ କଲ ପରମେଶ୍ୱର, এই ସୁନ୍ଦର ସମୟ ସକାଶେ ଅପରମେଶ୍ୱର ତୁମରି ସେହି ପ୍ରିୟ ମହାନ ଦାସ ଦାସମାନଙ୍କ ସମ୍ମୁଖରେ ବାକ୍ୟ ପ୍ରଚାରଣ କରିବା ନିମନ୍ତେ ପରମେଶ୍ୱର ପଦାର୍ପଣ କରିବା ନିମନ୍ତେ ସୁଯୋଗ ଦେଇଅଛ ପରମେଶ୍ୱର। ଆରମ୍ଭ ଶେଷ ପର୍ଯ୍ୟନ୍ତ କେବଳ ତୁମେ ମୋର ମୁଖରେ କଥା କୁହ ବୋଲି ଏହି ସମସ୍ତ ପ୍ରାର୍ଥନା କେବଳ ନାଦୃତ ଯୀଶୁଙ୍କ ନାମରେ ମାଗେ। ପ୍ରେଜ୍ ଲର୍ଡ। ଏହିପରି ଆଜିର ଦିନରେ ଗୋଟିଏ ଅଂଶ ଆମେ ପଠନ କରିବା। ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ 7ରୁ 11 ପଦ। ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ chapter 7 7ରୁ 11। ମାଗ, ସେଥିରେ ତୁମମାନଙ୍କୁ ଦିଆଯିବ, ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ, ଦ୍ୱାରରେ ମାର, ସେଥିରେ ତୁମମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। କାରଣ ଯେ କେହି ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ଯେ ଦ୍ୱାରରେ ମାରେ ତାହା ନିମନ୍ତେ ଫିଟାଇ ଦିଆଯାଏ। କିମ୍ବା ତୁମମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପତର ଦେବ, କି ଅବା ମାଛ ମାଗିଲେ ତାହାକୁ ସାପ ଦେବ? ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ। ଧନ୍ୟବାଦ। ଆମେ ଏଠାରେ ଦେଖୁଅଛୁ ବିଶ୍ୱାସଯୁକ୍ତ ପ୍ରାର୍ଥନା ଈଶ୍ୱର ଶୁଣିବେ। Praying by faith God will answer। ମାନେ ଯେଉଁ ଆମେମାନେ ବିଶ୍ୱାସ ସହିତ ପ୍ରାର୍ଥନା କରୁ ସେଇଟା ପରମେଶ୍ୱର ଶୁଣିବେ। କାରଣ ଏଠାରେ ଆମେ ଦେଖୁଛୁ ଯେ ଏଇ ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ 7ରୁ 11 ପଦ ଆମେ ପଠନ କଲୁ। ଏଠାରେ ଲେଖାଯାଇଛି ମାଗ ତୁମମାନଙ୍କୁ ଦିଆଯିବ, ask and it shall be given unto you। ମାଗିବା ଦ୍ୱାରା ହିଁ ଦିଆଯାଉଛି। ଯଦି ଆମମାନେ ମାଗିବା ନାହିଁ ତାହେଲେ ଆମମାନେ ପାଇବା ନାହିଁ। If we never ask to God, we never get। ଏଠାରେ ଦେଖୁଛୁ ତିନୋଟି ଅଂଶ, ଆଉ ଚତୁର୍ଥ ଅଂଶ ମଧ୍ୟ ଦେଖୁଛୁ କି ଏପରି କିଏ ଅଛି କି, ମାନେ is there anyone that his child asks a fish, ମାନେ ମାଛ ମାଗିଲେ ସାପ ଦେବ, ରୁଟି ମାଗିଲେ ପତ୍ର ଦେବ, ଏହିପରି କିଏ ଅଛି? ଫର ଏକ୍ସାମ୍ପଲ, ଆମର ଲାଇଫରେ 2 ଜଣ ପୁଅ ଥିବେ, ଆମର ନାଇଁ 2 ଜଣ ପୁଅ ଥିବ। ଗୋଟେ ପୁଅ ଆମର କଥା ଶୁଣୁଥିବ, ଗୋଟେ ପୁଅ କଥା ଶୁଣୁନଥିବ। He never obey, or another one he obey everything what he said। ମାନେ ଯୋଉଟା ଆମେ ମାନେ କହୁଛୁ, ଜଣେ ଗୋଟେ ପୁଅ ଶୁଣୁଥିବ, ମାନୁଥିବ, ସବୁ କଥା ଶୁଣିବ। ତା ଭୁଲି ଯିଏ ଆମର ଆଉ ଗୋଟେ ସନ୍ତାନ ଅଛି, ସିଏ ଯଦି ଆମର କଥା ଶୁଣୁ ନଥିବ, ଆମେ ଯୋଉଟା କହୁଥିବା ସେଇଟା ସେ ମାନୁ ନଥିବ, ଆମେ ଯାହା କିଛି ତାକୁ କହିବା ସେଇଟା ସେ ପାଳନ କରୁନଥିବ, ସେଇ ପୁଅ ଯଦି ଆମକୁ ରୁଟି ମାଗିଲେ କଣ ତାକୁ ପତ୍ର ଦେବା? ନିଜର ସନ୍ତାନ। ଯଦି ସେ ମାଛ ମାଗିଲେ କଣ ତାକୁ ସାପ ଦେବା? This question belongs to Christian people। এই ପ୍ରଶ୍ନ ହେଉଛି ବର୍ତ୍ତମାନର ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ।
कारण सदाप्रभु परमेश्वरंकर संतान माने गोटे बिलीवर्स माने अछंती, गोटे नॉन बिलीवर्स माने अछंती। परमेश्वरंकर दास दासी माने गोटे बिलीवर्स माने अछंती, विश्वासी गण अछंती, आउ गोटे अविश्वासी गण अछंती, जोटा कि आमे माने विजाति लोक माने बोली कहउछु। एई विजाति लोक माने जदि परमेश्वरंक ठारे रुठी मागिले कोन परमेश्वर सेमानंकु पत्तर दब। जदि एई विजाति माने जो माने परमेश्वरंकु भलरे जानि नाहंती, जो माने परमेश्वरंकर नाम मध्य सुनि नाहंती, जो माने परमेश्वरंकर शक्ति की सामर्थ जानि नाहंती, से माने जदि माछ मागिबे ताहेले परमेश्वर करता सेमानकु साप दब नाही। कारण सेमाने होउचंती परमेश्वरंकर अस्तरु गणित हेइतिबा मानव माने, सेमाने औछि परमेश्वरंकर अस्तरु तयारी हेइतिबा मनुष्य माने। ता बोली नुहे जे जदि सेमाने माछ मागिले परमेश्वर सेमानंकु साप दब। ठीक सही प्रकार प्रिय भाई भौणी माने वर्तमान आंब मानकर क्रिश्चियन लाइफ रे जदि जे चर्च को आसे नाही, जदि किए प्रार्थना करे नाही, जदि किए आराधना करे नाही, जदि किए कोन करे नाही, सिए जदि माछ मागिले कोन ताको साप देबा कि? नेवर। बाइबल नेवर से दैट यू गिव माने सापर जागारे माने माछर जागारे साप दियो बोली एठी दिया जायनी। बिकॉज वर्ड विश्वास सहकारे प्रार्थना करिबा आवश्यक। जो संत सहकारे तांकर मां को तांकर बापा गुटिए टिप आकुची काहेले कोन ताको, because God एठारे आम माने गोटे अंश आम माने स्पष्ट भाव देखा। विश्वास युक्त प्रार्थना परमेश्वर शुणती। विश्वास सहकारे जदि आम माने प्रार्थना करिबा प्रिय भाई भौणी माने परमेश्वर शुणती। कारण से आंभ मानकर प्रार्थना शुणिबा परमेश्वर, आंभ मानकर गोहारी निवेदन एवं एई समस्त शुणिबा परमेश्वर, से समस्त विषय शुणिबा देखिबा परमेश्वर से शुणती। एई विश्वास युक्त प्रार्थना ईश्वर शुणती बोली मु टॉपिक जोडा रखिछि। मु दुई भागरे विभक्त करिछि। गोटिए होउछि कहारो प्रार्थना परमेश्वर शुणती नाही, अन्य गोटिए अछि कहारो प्रार्थना परमेश्वर शुण। एई दुई भागरे विभक्त करिछि। प्रथमे आम मान देखिबा कहारो प्रार्थना परमेश्वर शुणती। कहारो प्रार्थना याकूब 1 अध्याय 5 रु 8 पद पठन करंतु। कोन लेखा अछि? याकूब 1 अध्याय 5 रु 8 प्रथम पॉइंट, कार प्रार्थना परमेश्वर शुणते। किंतु तुम मानक मध्यरु जेबे कहार ज्ञानर अभाव थाए, तेबे जेउ ईश्वर दोष न धरी मुक्त हस्तरे समस्तंकु दान करंती, ताहाको छामुरे से प्रार्थना करू, सेथिरे ताहाकु दिया जिवो। किंतु से किछि मात्र संदेह न करी विश्वास सह प्रार्थना करू। कारण जे संदेह करे से वायुरे इथस्थ चालित समुद्रर तरंग सदृश। से जेपरि लोक प्रभुंको ठारू किछि पाइबो बोली मने न करू। धन्यवाद। एठार लेखा जाउची 6 पदर लेखा जाय, किंतु से किछि मात्र संदेह न करी विश्वास सहकारे प्रार्थना करू। प्रिय भाई भौणी माने जेते बेले आमे माने प्रार्थना करूछु, संदेह डाउट डबल माइंडेड माने दीटा मन रखी आमे माने जदि प्रार्थना करबा ताहेले आमे माने पाइबा। इफ वी आस्क टू द गॉड विथ अ डाउट माइंडेड माने जेते बेले आमे माने परमेश्वर को संदेह करूछु, परमेश्वर मते देबे कि नाही, मु प्रार्थना करूछि। गोटे मां गोटे दिन मते कहउथिला, सा
मोर पुओं निमंते प्रार्थना कर जेपरी से मोबाइल छाड़ी दब कौन है ना से मोबाइल सानोटू धरिकी रोची से मोबाइल छाड़ I said to her, you pray to the God. Why don't you pray? मु ताकू कहली आपण प्रार्थना करंतु निजर संतान निमंते। Then she said, I have prayed, माने मु प्रार्थना कली किछि दिन दीर्घ दिन धरि मु प्रार्थना कली आउ से मोबाइल छाड़ तार अर्थ से बौणींकर संदेह अछि परमेश्वर मोर पुओंकु बदळैब कि नाही whether God can change my child or not एई विषय रे संदेह तिभा जुगु परमेश्वर तांकर प्रार्थना सुनंतु। प्रिय भाई भौणी माने आंभ मानकर प्रार्थना होची विदाउट डाउट बिना डाउट रे प्रार्थना करबार आवश्यक। मु पाहिबी I can get it. The confidence when it comes from our heart माने आंभ मानक हृदय रु जेते बेले गुटे कॉन्फिडेंस बोली आसुची मु प्रार्थना करिबी मु पाहिबी I can ask to the God can hear me and answer me एडा होची आंभ मानक गुटे विश्वासर प्रार्थना। मु आजि प्रार्थना करली जे पाहिबी कि नाही मोर विश्वास कम अछि हाउ कैन आई गेट एडा केमिति संभव एइति पय एठार लिखा जाइछि जे केही संदेह करे जदि किए संदेह करे तार प्रार्थना इट कैन बी पेड माने ग्रहण करा जीवन मु पाइबी कि ना मु मागिले परमेश्वर मते देबे कि ना। प्रिय भाई भौणी माने जेतेबेले सोलोमन राजा 14 वर्ष थिला से राजा बाबरे अभिषिक्त हेतिले से समय से परमेश्वर को निकट को ताबरनाकल रे जाई के प्रार्थना करूथिले। He went to the tabernacle and he went and he asked to the God से प्रार्थना कले कोन अभाव थिला तार जीवन रे कोन अभाव थिला संपत्ति थिला सब थिला कोनोसी अभाव नथिला किंतु ताहांको जीवन रे गुटिए ज्ञानर मन नथिला नथिबा जुगु परमेश्वरंकर उपस्थिति रे बसी से प्रार्थना कले बिना संदेह विदाउट डाउट रे से परमेश्वरंकर निकट को प्रार्थना कले pray to the God with great commitment and faith God answer परमेश्वर तांको उत्तर दे सोलोमन मु कोन देबी जेते बेले परमेश्वर पछाडले सोलोमन आउ कौनसी नो भाबी नो चिंती सोलोमन कहले प्रभु मु भीतर को जीवा पाई बाहर को आसीबा पाई बसीबा पाई उठीबा पाई लोक मानक सहित कथा हेबा पाई की परि मु कथा हेबी हाउ कैन आई जज टू द पीपल आई डोंट नो मते जणा ना गिव मी द माइंड ऑफ नॉलेज ज्ञानर मन थियो सोलोमन परमेश्वर सेटा उची गुटिए एग्जांपल विदाउट डाउट कौन से डाउट न पड़ी से परमेश्वर ठीक सही प्रकार प्रिय भाई भौणी माने आंभ मानक जीवन रे कौन से डाउट न रखी की प्रार्थना करबा आवश्यक। जदि डाउट करूछु परमेश्वर को परीक्षा करूछु परमेश्वरंकर शक्ति को आबे माने अंडरस्टिमेट करूछु ताहेले परमेश्वर आम मानकर प्रार्थना सुनु कि नेवर लिसन टू अवर नाकि मो गुटे धन लोक मो गुटे बड़ लोक वरिष्ठ लोक आउ मु प्रार्थना करले परमेश्वर काहे कि सुनिबे ना परमेश्वर सुन एई मन देई आम जत चर्च रे बसुछु कि प्रार्थना रे बसुछु ताहेले परमेश्वर आम मानकर आराधना केमिति सुनिबे। दिन कर घटना गुटिए पास्टर से जेतर सोई थिला रात्रि में तार स्वप्न सेटा स्वप्न रे रविवार दिन माने रविवार दिन सेही रविवार दिन से स्वर्ग को जाउथिला तार स्वप्न इन हिज ड्रीम ही वेंट टू द हेवन स्वर्ग को जाउ स्वर्ग को जेतर गला परमेश्वर स्वागत करी कि परमेश्वर ताहाकु कहले प्रिय मोर दास देखंतु तुमर चर्च look at to the doctors
परमेश्वर कौन कहले लुक एट योर चर्च को जेतेबेले चर्च को गले सेठी भरपूर भाव में 300 रु 500 बिलीवर्स माने बसुछन प्रार्थना करूछंती आराधना करूछंती सब करूछंती किंतु कौनसी काहार शब्द स्वर्ग को पहुंची पार स्वर्ग को पहुंची पार से समय परमेश्वर ताके पचारे देखो तुमर चर्च लुक एट योर चर्च निजर विश्वास मान बट गोटे शब्द स्वर्ग को पहुंचला गोटे बुढ़ी माँ चर्च कोण रे बसी मु जड़े पापी मु जड़े अजुक्ष बोली प्रार्थना करी निजक पिटी मु जड़े पापी मते क्षमा कर बोली कांदी कांदी प्रार्थना करथिला तार प्रार्थना स्वर्ग को पहुंची प्रिय भाई भौणी माने काहे कि ए विषय मु कहूची बिकॉज़ नाउ द क्रिश्चियन लाइफ वर्तमान रो क्रिश्चियन जीवन there is no deadness समर्पित जीवन अवहेला जीवन चर्च को जीवा पाइले लोक माने कोन कहतिया वाक्य तो आरंभ हेनी काहे कि मैं वाक्य प्रचार आरंभ हला परे मु जीवी जदि वाक्य प्रचार हला ताहेले आशीष दीक्षा समय समान हाउ कैन बी द ब्लेस्ड द पर्सन एडा उची परमेश्वर एइति पाई परमेश्वर आंब मानकर प्रार्थना सुनौती नहीं बिकॉज व्हाई आजि काली रो क्रिश्चियन केमिति पूर्व काल रो मु गुटे बैटरी देखिथिल माने सेटा उची गुटे एसिड रे तयारी हेतिबा बैटरी जदि सेटा गुटे चार्ज करा जीवो किछि दिन चलीबो तापर सरी गला पर आउरी चार्ज करा चार्ज करी कि से लाइट आमे माने यूज करथि सेटा मते मने पड़ुछि ठीक से प्रकार क्रिश्चियन लाइफ मध्य चार्जिंग करबा पाही बोली संडे रे बसिबा पाही चेष्टा करूछन प्रार्थना रे बसिबा पाही चेष्टा करूछन काहे कि चार्जिंग करके आउ सोम मंडे रु शनिवार पर्यंत चार्जिंग बैटरी चला जे सरी जीव आउरी चर्च पास एटा गुटिए नेम ओनली गिवन ए क्रिश्चियन बट देयर इज नॉट डेडिकेशन समर्पित जीवन नाही सेहिति पाई बाइबल रे एठार लिखा जायछि जे केई संदेह करी प्रार्थना करे तार प्रार्थना केबे सुना जीव ग्रहण करा जीव सेहिति पाई प्रिय भाई बोणी माने आंभ मानकर प्रार्थना जदि दुई मन रे जदि अछि ताहेले परमेश्वर सुन आउ गुटे विषय देखिबा आउ कार प्रार्थना परमेश्वर सुनंती नाही जहन लिखित सुसमाचार 9 अध्याय 31 पद कोन जहन तार 9:31 पठन ईश्वर जे पापी मानक कथा सुनती नाही एहा आम्बे माने जानू किंतु जदि के ईश्वर भक्त होई ताहांकर इच्छा साधन करे ताहेले से तार कथा सुनती एठारे कोन लिखा जायछि ईश्वर जे पापी मानक कथा सुनती नाही द्वितीय पॉइंट है पापी मानकर प्रार्थना सुनती नाही पापी माने किए जो माने मन परिवर्तन करंती नाही से माने मागिबा पाही छिड़ा होंती प्रभु मते दियो मोर प्रार्थना सुनो केबे केमिति सुनिबस हाउ कैन गॉड विल लिसन टू दी प्रेयर द्वितीय पॉइंट होची पापी मानकर प्रार्थना परमेश्वर सुनंती ना शरीर रे पूरा पाप को भरी 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 रखी की मोर प्रार्थना सुनो बोली कहले केमिति सुनो हाउ कैन गॉड लिसन टू दी आवर प्रेयर बिकॉज़ sin is already filled with the man संपूर्ण भावरे से पाप करिछि पाप क्षमा मागी he did not confess that he sinned how can God listen एई प्रार्थना परमेश्वर सुनंते पापी मानकर प्रार्थना सुनंते आउरी गुटिए कार प्रार्थना सुनंते नै याकूब 4 अध्याय 3 पठन तृतीय पॉइंट होची याकूब 4 अध्याय 3 पठन तुमे माने मागी थाओ किंतु पाई न थाओ कारण अपना अपना सुखाभिलाष रे व्यय करिबा निमंते मंद अभिप्राय रे मागी थाओ
ମନ୍ଦ ଅଭିପ୍ରାୟ ଥିବା ଲୋକମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ମନ୍ଦ ଅଭିପ୍ରାୟରେ କାହିଁକି ସେମାନେ ମନ୍ଦ ବିଷୟ ଭାବିକି ମନ୍ଦ ବିଷୟରେ ରହନ୍ତି। ସେମାନଙ୍କର ମାଇଣ୍ଡ ସେଟ୍ ମନ୍ଦରେ ଥାଏ। They never think about the good things. ସେମାନେ ଭଲ ବିଷୟ ଭାବନ୍ତି ନାହିଁ। Because why? God never listen this type of prayer. ଏହିପରି ପ୍ରାର୍ଥନାକୁ ପରମେଶ୍ୱର ଶୁଣନ୍ତି ନାଇଁ। କେମିତିକା ମନ୍ଦ ଭଲ ଜାଗାରେ ସେମାନେ ମନ୍ଦ ଭାବିବା ପାଇଁ ଚେଷ୍ଟା କରନ୍ତି। ହିତୋପଦେଶ 17 ଅଧ୍ୟାୟ 13 ପଦ ପଢ଼ନ୍ତୁ। ହିତୋପଦେଶ 17 ଅଧ୍ୟାୟ 13 ପଦ। ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ। ଯେଉଁ ଲୋକ ଭଲ ବଦଳେ ମନ୍ଦ ଚିନ୍ତା କରେ, ମନ୍ଦକୁ ସେ ପ୍ରେମ କରେ, ମନ୍ଦକୁ ଘରକୁ ଆଣେ, ତା ଘରେ କେବେ ବି ମନ୍ଦ ଛାଡ଼ିବ ନାହିଁ। ତାର ଜୀବନରେ କେବେ ମନ୍ଦ ମାନେ ତାଙ୍କ ଗ୍ରହରୁ ମନ୍ଦ କେବେ ସେମାନଙ୍କୁ ଛାଡ଼ିକି ଚାଲିଯିବ ନାହିଁ। ବିକଜ ଦେ ଡୋଣ୍ଟ ଲଭ୍ ଗୁଡ୍ ଥିଙ୍ଗସ୍, ଦେ ଲଭ୍ ଓନ୍ଲି ଇଭିଲ୍ ଥିଙ୍ଗସ୍। ମାନେ ମନ୍ଦକୁ ସେମାନେ ପ୍ରେମ କରନ୍ତି। ଏହିପରି ମନ୍ଦରେ ଥିବା ଲୋକ, ମନ୍ଦ ଅଭିପ୍ରାୟ, the bad thinkings, evil thinkings, ଏହିପରି ଲୋକଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। କାରଣ ଅନେକଙ୍କର ମନ୍ଦରେ ଥିବା ଯୋଗୁଁ ସେମାନଙ୍କର ପ୍ରାର୍ଥନା ଶୁଣାଗଲା ନାହିଁ। ଯେତେବେଳେ ଏବଲ ଏବଂ କଇନ ନୈବେଦ୍ୟ ଉତ୍ସର୍ଗ କରିଥିଲେ, କଇନଙ୍କର ମନରେ ଗୋଟେ ମନ୍ଦ ଆଲୋଚନା ଥିଲା, ମନ୍ଦ ଅଭିପ୍ରାୟ ଥିଲା, ମନ୍ଦ ଭାବୁଥିଲା, ମନ୍ଦ ମାନେ ଇଭିଲ୍ ଥିଙ୍ଗସ୍ ହି ୱାଜ ଫିଲ୍ଡ ୱିଥ୍। ଯେତେବେଳେ ମନ୍ଦ ତାର ଶରୀରରେ ବାସ କରୁଥିଲା, ତାଙ୍କର ନୈବେଦ୍ୟ ଉତ୍ସର୍ଗ ପରମେଶ୍ୱର ଗ୍ରହଣ କରିଲେ ନାହିଁ। ଅନାନିୟ ଏବଂ ସଫିରା ସେମାନେ କ'ଣ ହେଇଥିଲା, ଯେତେବେଳେ ସେମାନଙ୍କର ସମ୍ପତ୍ତି ବିକ୍ରି କରି ପରମେଶ୍ୱରଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଯେତେବେଳେ ସେମାନଙ୍କର ଧନ ସମ୍ପତ୍ତି ପାଇଥିଲେ, କିନ୍ତୁ ସେମାନଙ୍କର ଶରୀରରେ ଶୈତାନ ପ୍ରବେଶ କଲା ଏବଂ ମନ୍ଦରେ ସେମାନଙ୍କର ଆଲୋଚନା ଆରମ୍ଭ ହେଲା। ଯଦି ସବୁ ପରମେଶ୍ୱରଙ୍କୁ ଦେଇଦେବା ତାହେଲେ କାଲିକି ଆମେମାନେ କ'ଣ କରିବା? What can we eat tomorrow? ଏଇଟା ହେଉଛି ସେମାନଙ୍କର ଗୋଟେ ମନ୍ଦ ଅଭିପ୍ରାୟ। ଯେତେବେଳେ ମନ୍ଦ ଅଭିପ୍ରାୟ ସହିତ ସେମାନେ ପରମେଶ୍ୱରଙ୍କର ଉପସ୍ଥିତିକୁ ପିତରଙ୍କ ନିକଟକୁ ଗଲେ, ସେମାନେ ସାଙ୍ଗେ ସାଙ୍ଗେ ତୁରନ୍ତ ସେମାନେ ପ୍ରାଣ ତ୍ୟାଗ କଲେ। ଏଇଟା ହେଉଛି ପ୍ରିୟ ଭାଇ ଭଉଣୀ ମାନେ, ମନ୍ଦ ଅଭିପ୍ରାୟ ଥିଲେ ଆମ୍ଭମାନଙ୍କ ଜୀବନରେ ଆମ୍ଭମାନଙ୍କର ପ୍ରାର୍ଥନା କେବେ ପରମେଶ୍ୱର ଶୁଣନ୍ତି ନାହିଁ। କେବେ କେବେ ଆମ୍ଭେମାନେ ଭାବିଥାଉ, କାହିଁକି ମୋର ପ୍ରାର୍ଥନା ଶୁଣା ଯାଉନାହିଁ? Why God is not answering me? କାହିଁକି ପରମେଶ୍ୱର ମୋର ପ୍ରାର୍ଥନା ଶୁଣନ୍ତି ନାହିଁ? କାହିଁକି ମୋର ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ? ଯେତେବେଳେ ଆମେ ଭାବିଥାଉ, we can examine ourselves. ଆମ୍ଭେମାନେ ନିଜକୁ ପରୀକ୍ଷା କରିବାକୁ ପଡ଼ିବ, ନିଜକୁ ଭାବିବାକୁ ପଡ଼ିବ, ନିଜକୁ ଟେଷ୍ଟ କରିବାକୁ ପଡ଼ିବ। କୁଆଡ଼େ ମୁଁ କ'ଣ କରିଦେଇଛି? କୁଆଡ଼େ ମୁଁ କ'ଣ କରିଦେଇଛି? କାଳେ ମୋର ଜୀବନରେ ମନ୍ଦ ଯେତେବେଳେ ଘରେ ଏକୁଟିଆ ଥାଉ କି ଦୂରି ଏକୁଟିଆ ଥାଉ, ସେ ସମୟରେ ମନ୍ଦ ଅଭିଳାଷ ମଧ୍ୟ ଆସେ। We cannot think that. ସେଇଟା ଆମମାନେ ଏକ୍ସପ୍ଲେନ୍ କରିପାରିବା। Why? Because ଶୈତାନ ସବୁବେଳେ ଖର୍ଚ୍ଚର କରିକି ରହୁଛି। କେତେବେଳେ କାହାକୁ ଗ୍ରାସିବ ଆମେମାନେ ଜାଣିପାରିବା ନାହିଁ। ସେଇଥିପାଇଁ ମନ୍ଦ ଥିଙ୍କିଂ, ଇଭିଲ୍ ଥିଙ୍କିଂସ୍ ଲୋକମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ପୂଜା କରୁଛି ମନ୍ଦ ମାନେ ମନ୍ଦ ଅଭିପ୍ରାୟ ଥିବା ଲୋକମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଆଉ ଚତୁର୍ଥ ପଏଣ୍ଟ ଦେଖିବା, ଗୀତ ସଂହିତା 66 ର 18 ପଦ ମନେ କରେ। 66 ଅଧ୍ୟାୟ 66 ର 18 ପଦ। ପାଇଲେ କି? ଯେବେ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ
ଶୁଣିବେ ନାହିଁ। ଯେବେ ମୁଁ ମନ ମଧ୍ୟରେ ଅଧର୍ମର ଆଧର କରେ, ଯିଏ କି ଅଧର୍ମକୁ ଆଧର କରେ, ଯିଏ କି ଅଧର୍ମକୁ ପ୍ରେମ କରେ, ଯିଏ କି ଅଧର୍ମକୁ ସେ ସମ୍ପତ୍ତି ଭାବରେ ଘରେ ମାନେ ନିଜର ହୃଦୟରେ ରଖିଥାଏ, ତାହାଙ୍କର ପ୍ରାର୍ଥନା କେବେ ଶୁଣିବେ ନାହିଁ। ଅଧର୍ମକୁ ପ୍ରେମ କରିବା ଲୋକ ନାଇଁ କି, ଅଧର୍ମ ରାସ୍ତାରେ ଚାଲୁଥିବା ଲୋକ ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଯେତେବେଳେ ସେମାନେ ଯେତେ ପ୍ରାର୍ଥନା କଲେ ମଧ୍ୟ ଆଣ୍ଠୁ ମାଡ଼ି ପ୍ରାର୍ଥନା କରୁ କି ନିଜକୁ ପିଟି ପିଟି ମଧ୍ୟ ପ୍ରାର୍ଥନା କରୁ, ତାଙ୍କର ପ୍ରାର୍ଥନା କେବେ ଗ୍ରହଣ କରାଯିବ ନାହିଁ। ବିକଜ why? He loves unholiness, unrighteousness. ସେ ଅଧର୍ମକୁ ପ୍ରେମ କରୁଛି। ଗୀତ ସହିତ 1 ଅଧ୍ୟାୟରେ 1 ରୁ 3 ପଦ ପର୍ଯ୍ୟନ୍ତ ପଠନ କରନ୍ତୁ, କଣ ଲେଖାଯାଇଛି। 1 ଅଧ୍ୟାୟ ଯେଉଁ ଜନ ଦୁଷ୍ଟମାନଙ୍କ ତୁଳନାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିମ୍ବା ନିର୍ଦ୍ଦୋଷମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳ ଲେଖାଯାଇଛି, ଯେଉଁ ଜନ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଯେଉଁ ଜନ ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ ଏବଂ ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ, ଏହିପରି ବାସସ୍ଥାନରେ ଯେଉଁମାନେ ବାସ କରନ୍ତି ସେମାନଙ୍କର ପ୍ରାର୍ଥନା କେବେ ବି ଶୁଣାଯିବ ନାହିଁ। ଏଠାରେ ଉତ୍ତମ ଭାବରେ ଲେଖାଯାଇଛି, ଯେଉଁ ଜନ ଦୁଷ୍ଟ ମାନଙ୍କ ମାର୍ଗରେ ଚାଲେ, ଯେଉଁ ଜନ ଦୁଷ୍ଟ ମାନଙ୍କ ରାସ୍ତାରେ ଠିଆ ହୁଏ, ଯେଉଁ ଜନ ପାପୀ ମାନଙ୍କ ସହିତ ରହେ, ଯେଉଁ ଜନ ଏଇ ନିନ୍ଦକ ମାନଙ୍କ ସହିତ ରହେ, ସେମାନଙ୍କର ପ୍ରାର୍ଥନା ଶୁଣାଯିବ ନାହିଁ। କିନ୍ତୁ ଏଠାରେ ଲେଖାଯାଇଛି କଣ, ଦ୍ୱିତୀୟ ମାନେ 2ରେ ଲେଖାଯାଇଛି, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ। ଦିବାରାତ୍ର, ଦିନ ନାହିଁ ରାତି ନାହିଁ, ସବୁବେଳେ ସେ ଦିବାରାତ୍ର ମାନେ ପରମେଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରେ, ତାହାଙ୍କର ପ୍ରାର୍ଥନା କେବଳ ପରମେଶ୍ୱର। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କର ବାକ୍ୟ ଯେଉଁମାନେ ପ୍ରେମ କରନ୍ତି, ପରମେଶ୍ୱରଙ୍କୁ ଯେଉଁମାନେ ପ୍ରେମ କରନ୍ତି, ସେମାନଙ୍କର ପ୍ରାର୍ଥନା ଶୁଣନ୍ତି। ବର୍ତ୍ତମାନ ଆମେମାନେ ଦ୍ୱିତୀୟ ଅଂଶକୁ ଯିବା। ଏଠାରେ ଲେଖାଯାଇଛି ଯେ କାହାର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ପ୍ରଥମେ ଆମେ ଦେଖିବା ଗୀତ ସଂହିତା 34ର 17 ପଦ। 34 ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ। ଧନ୍ୟବାଦ। ଏଠାରେ ଲେଖାଯାଇଛି ପ୍ରଥମ ପଏଣ୍ଟ, ଧାର୍ମିକ ମାନଙ୍କର ପ୍ରାର୍ଥନା ଶୁଣନ୍ତି ପରମେଶ୍ୱର। ଧାର୍ମିକ ମାନଙ୍କର ପ୍ରାର୍ଥନା, ପ୍ରିୟ ଭାଇ ଭଉଣୀ ମାନେ, ଧାର୍ମିକ ମାନଙ୍କର ପ୍ରାର୍ଥନା କାହିଁକି ପରମେଶ୍ୱର ଶୁଣନ୍ତି? ଏଠାରେ ଲେଖାଯାଇଛି ଧାର୍ମିକ ମାନେ ସେମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ବିକଜ why? ସେମାନେ ନିଜକୁ ନୀତ କରି ସେମାନେ ପରମେଶ୍ୱରଙ୍କ ନିକଟକୁ ଆସନ୍ତି ଏବଂ ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣନ୍ତି। ଯେତେବେଳେ ମୋଶା ପ୍ରାର୍ଥନା କରିଥିଲେ, ଦୁର୍ଭିକ୍ଷ ଏବଂ ମହାମାରୀ ପଠେଇ। Because why? God listened to the righteous people. ଧାର୍ମିକ ମାନଙ୍କର ପ୍ରାର୍ଥନା କେତେକ ଜାଗାରେ ଆମେ ଦେଖୁଛୁ, ଯେହେତୁ ଜ୍ୱର ହେଲେ କଣ ହେଇଥିଲେ ସେମାନେ କଣ କରିବା, ପ୍ରାର୍ଥନା କରିବା ଲୋକଙ୍କୁ ନିକଟକୁ ଯିବା, ପ୍ରାର୍ଥନା କରୁଥିବା ଲୋକଙ୍କୁ ନିକଟକୁ, କାହିଁକି ସେମାନଙ୍କର ଧାର୍ମିକ ଅଛି। ସେମାନେ ଧାର୍ମିକ ରାସ୍ତାରେ ଚାଲୁଥିବା ଯୋଗୁଁ ପରମେଶ୍ୱର ତୁରନ୍ତ ସେମାନଙ୍କର ପ୍ରାର୍ଥନା। Sometimes our prayer will be delayed. Sometimes our dedication and commitment and the ପରମେଶ୍ୱରଙ୍କୁ ଭୟ କରିବା ନଥାଏ, ସେଇଥିପାଇଁ ପରମେଶ୍ୱର ଶୁଣନ୍ତି ନାହିଁ। But here ଧାର୍ମିକ ମାନଙ୍କର ପ୍ରାର୍ଥନା ଆମେ ଧାର୍ମିକ ରାସ୍ତାରେ, ସେଇଥିପାଇଁ ଲେଖାଯାଇଛି ଦିବାରାତ୍ର ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରନ୍ତି ସେମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଦିବାରାତ୍ର
प्रिय भाई भौणी माने दिवारात्र आंभ मानक जीवन रे दिवारात्र कौन परमेश्वर वाक्य पढ़ुछ कि पठन करुछ कि माने दिवारात्र परमेश्वर को आम माने समय देउछ कि मु गोटे विषय कहबा पाई इच्छा करे दश मांस देवा परमेश्वर निकट को आम माने भलरे जानुछ दश मांस कौन सेटा होची 10 टंका पाइले टंका देबा पड़ुछ 100 टंका पाइले 10 टंका देबा पड़ुछ नहीं ठीक सही प्रकार प्रिय भाई माने मु टंकार 10 मांस कहूँ समयर 10 मांस कहूँ समयर 10 मांस माने 10 घंटा को केते घंटा देबा को पड़े घंटा दिन को 24 घंटा हेले दिन को 24 घंटा को केते घंटा परमेश्वर को देबा को पड़े कैन यू इमेजिन दिन को 24 घंटा रे केते घंटा परमेश्वर को देबा को पड़े 2.5 2 घंटा अधे परमेश्वर को देबा एटी टंकार 10 मांस समयर 10 प्रिय भाई भौणी माने आंभ मानक जीवन रे कोन समयर 10 मांस परमेश्वर को देबा आर यू गिविंग ए टाइम ऑफ टाइम टू बी गॉड माने परमेश्वर को आम समय 10 मांस देबा हाउ जेतर सकाळे उठुछु से समय परमेश्वर को घंटा टी देबा पड़ो समय प्रार्थना करबा पड़ो 4टा रे सकाळ 4टा रे उठी 5टा पर्यंत प्रार्थना करबा आवश्यक राति रे घंटा समान एगोला 2 घंटा एई परि आमान जदि परमेश्वर को समर्पित जीवन काटिबा ताहेले आमे माने गुटिए धार्मिक बोली गणित होई पारबा जेते बेले धार्मिक बोली गणित हेबा से समय परमेश्वर आंभ मानकर प्रार्थना सुनंती हालेलुया जेते बेले आमे माने धार्मिक बोली गणित हेबा से समय परमेश्वर आंभकर प्रार्थना सुनो एइति पय एठार लेखा जायछि धार्मिक मानकर प्रार्थना परमेश्वर सुनो आ द्वितीय पॉइंट होची सेई गीत सहित 145 अध्याय 18 पद पठन 145 सदा प्रभु अपना निकट रे प्रार्थना करी सत्य भाव रे प्रार्थना करे समस्त को निकटवर्ती अटंती सत्य भाव रे प्रार्थना करिबा मनुष्यर प्रार्थना परमेश्वर सुनंती भाव तांकर जीवन रे कौनसी मिथ्या नथिबो तांको जीवन रे कौनसी मंद आलोचना नथिबो मंद अभिप्राय नथिबो जनक विरुद्ध रे कहिबार कौनसी मंद नथिबो सेमितिका लोकंकर प्रार्थना परमेश्वर सुनंती नहीं सेमितिका लोकंकर प्रार्थना सुन एई विषय गोटे आसुथिबा जुगो आउ गोटे रेफरेंस आमे माने पठन करबा आउ गोटे रेफरेंस पठन करबा सेटा उची द्वितीय तेसलोनिके 3 अध्याय 13 रु 15 पद 13 रु 15 पद पढले इते तेसलोनिके केते आज्ञा 3 अध्याय 13 रु 15 किंतु हे भ्रातृवृंद सत्कर्म करिबारे तुम्हें माने क्लांत न हो आउ जेबे कही एही पत्र रे लिखित आंभ मानक कथा न माने तेबे सही लोकन को चिन्हि रख पुणी से जेपरि लज्जित हुए एथि निमंते ताहा सहित संबंध रख नहीं तथापि ताहा को शत्रु बोली ज्ञान करो नहीं मात्र ताहा को भाई बोली ज्ञान करी चेतन एठारे लेखा जाइछि जो माने परमेश्वरंकर वाक्य सुनंती नाही जो माने सत्य को ग्रहण करंती नाही जेहु माने आमर कथा सुनंती नाही कि उत्तम कथा भल विषय सुनंती नाही सेमानंक सहित कोन कहउछन्ती एठारे अबाध्य मानंक संगी न हो अबाध्य माने जो माने बाध्यता माने परमेश्वर को वाक्य को मानंती नाही सेमानंक सहित संगी हेबार आवश्यक आहुरी कोन लेखा जाइछि तथापि शत्रु बोली सेमानंक भावना वर्तमान क्रिश्चियन जीवन रे
ଅନେକ ଲୋକମାନେ ଭାବୁଛନ୍ତି ଯେଉଁମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ ସେମାନେ ଶତ୍ରୁ ବୋଲି ଭାବନ୍ତି। ବାଇବଲ ଆମ୍ଭମାନଙ୍କୁ କହୁଛି ସେମାନଙ୍କୁ ଶତ୍ରୁ ବୋଲି ଭାବିବ ନାହିଁ। ନିଜର ଭାଇ ବୋଲି ନିଜର ବନ୍ଧୁ ବୋଲି ତାକୁ କୁହ। ପୁନର୍ବାର ରିପିଟ୍ କରନ୍ତୁ ସେଇଟା କଣ ଲେଖା ଯାଇଛି ପୁନର୍ବାର। କିନ୍ତୁ ହେ ଭ୍ରାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ନ ହୁଅ। ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକଙ୍କୁ ଚିହ୍ନି ରଖ। ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥି ନିମନ୍ତେ ତାହା ସହିତ ସମ୍ବନ୍ଧ ରଖ ନାହିଁ। ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ, ମାତ୍ର ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ। ତାକୁ ଭାଇ ବୋଲି ଜ୍ଞାନ କରି ତାକୁ ଚେତନା ଦିଅ। ପ୍ରିୟ ଭାଇ ଭଉଣୀ ମାନେ, ମନୁଷ୍ୟ ଆମେ କିଏ ଯେ ଗୋଟିଏ ମନୁଷ୍ୟ ଭୁଲ କଲେ ତାକୁ ଆମେ ମାନେ ବିଚାର କରିବା। ଗୋଟିଏ ବିଷୟ କଣ କୁହାଯାଉଛି କି ଚେତନା ଦିଅ। We have to give a clear about the repentance message। ମାନେ ଗୋଟେ ଚେତନା ଦେବାକୁ ପଡିବ, କିନ୍ତୁ ଶତ୍ରୁ ବୋଲି କେବେ ବି ଭାବିବ ନାହିଁ। ବର୍ତ୍ତମାନ ଆମ୍ଭମାନଙ୍କ ପରିବାରରେ କି ଆମ୍ଭମାନଙ୍କ ଜୀବନରେ କିଏ ବି ହେଉନା କାହିଁକି ସିଏ ମୋର କଥା ଶୁଣନ୍ତି ନାହିଁ, ସିଏ ମୋର କଥା ଶୁଣୁନି, ସିଏ ମୋର ବିଷୟରେ କୌଣସି ଧ୍ୟାନ ଦେଉନାହିଁ, ମୁଁ ତାକୁ ଶତ୍ରୁ ବୋଲି ଭାବୁଛି। ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କହୁଛି ଆମମାନଙ୍କୁ ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ। ତାକୁ ଶତ୍ରୁ ବୋଲି ଜ୍ଞାନ କର, but you pray। କିନ୍ତୁ ତା ପୂର୍ବରୁ କଣ ଲେଖାଯାଇଛି, ତାହାଙ୍କ ସହିତ ମଧ୍ୟ ସଙ୍ଗୀ ହୁଅ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଆମମାନ ଖ୍ରୀଷ୍ଟିଆନ ଜୀବନରେ କେବେ କେବେ ଆମମାନଙ୍କ ଲାଇଫରେ ଗୋଟେ କଣ ଥାଏ, ସିଏ ମତେ ଏମିତି କହିଦେଲା, ସେ ମତେ ମୋର କଥା ଶୁଣିଲା ନାହିଁ। He was not listening and she was not listening. Don't make a friendship with them, but don't feel they are your enemy। ସେମାନଙ୍କ ସହିତ ସଙ୍ଗୀ ହୁଅ ନାହିଁ, ସେମାନଙ୍କୁ ଶତ୍ରୁ ବୋଲି ଭାବିବ ନାହିଁ। କାରଣ ବାଇବଲ ଆମକୁ କହୁଛି ସେମାନେ ଶତ୍ରୁ ବୋଲି ଭାବନ୍ତୁ। You have to pray for them and ଚେତନା ଦେବା ପାଇଁ ସେମାନଙ୍କୁ ଭଲ ବିଷୟ କରିବାକୁ ପଡ଼ିବ। ଆସନ୍ତୁ, ଏଠାରେ ଲେଖାଯାଇଛି ସତ୍ୟରେ ପ୍ରାର୍ଥନା କରିବା। ସତ୍ୟରେ ପ୍ରାର୍ଥନା କରିବା ଲୋକଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ସତ୍ୟରେ ଯେଉଁମାନେ ସତ୍ୟ ପଥରେ ଚାଲନ୍ତି, ଯେଉଁମାନେ ମନ୍ଦ ଆଲୋଚନା ନଥିବ, ମନ୍ଦ ଚିନ୍ତାଧାରା ନଥିବ, ମନ୍ଦ ବିଷୟରେ କୌଣସି କରିନଥିବେ, ସେମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। Why? Because Lord looks to the each and every one। ସେଇଥିପାଇଁ ସତ୍ୟରେ ଥିବା ଲୋକମାନେ କେବେ ବି ଅଜମ କରିବେ ନାହିଁ। सच्चाई को कोई हजम नहीं करते। जब सच्चाई बोलते हैं ना, लोग कभी सच्चाई को हजम नहीं करते। अंतिम ମାନେ ଏଠାରେ ଆମେ ଦେଖୁଛୁ କେତେଟା ବିଷୟରେ ଯେତେବେଳେ ସତ୍ୟ ଆମେ କହିବା ଲୋକମାନେ ସେମାନେ ପସନ୍ଦ କରନ୍ତି। ସେଇଥିପାଇଁ ବାଇବଲ ଆମକୁ କହୁଛି ଯେ ସତ୍ୟ ଆମେ ଯୋଉଠି କହୁଛୁ, ଯଦି ସେମାନେ ଗ୍ରହଣ କରିବେ ନାହିଁ, ସେମାନଙ୍କ ସଙ୍ଗୀ ହୁଅ ନାହିଁ, କିମ୍ବା ସେମାନଙ୍କୁ ଶତ୍ରୁ ବୋଲି ଭାବିବ। ସେଇଟା ହଉଛି ଆମମାନଙ୍କ କର୍ତ୍ତବ୍ୟ, ଯୋଉଟାକି ବାଇବଲ ଆମକୁ ଶିଖାଉଛି। ଆହୁରି ଗୋଟିଏ ପଏଣ୍ଟ ଦେଖିବା, ଗୀତ ସହିତ 34ର 14। ଏହି ଦୁଃଖୀ ଲୋକ କାକୃତି କଲା, ପୁଣି ସଦାପ୍ରଭୁ ତାହାର ରୋଗ ଶୁଣିଲେ ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ। ଦୁଃଖୀ ଲୋକର କଥା ଶୁଣି, ଯିଏ କି ଦୁଃଖରେ ଥିବା, ଭାଙ୍ଗି ଯାଇଥିବା ଲୋକଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣେ। ନାଇଁ, ଦୁଃଖରେ କାନ୍ଦି ପରମେଶ୍ୱରଙ୍କର ମନ୍ଦିରକୁ କେତେ ଜଣ ଯାଇଥିଲେ? 2 ଜଣ ଯାଇଥିଲେ ପ୍ରାର୍ଥନା କରିବାକୁ। ଗୋଟେ ଲୋକ ବେଦୀ ନିକଟକୁ ଯାଇ ପ୍ରାର୍ଥନା କରୁଥିଲା, ପ୍ରଭୁ ମୁଁ ସବୁବେଳେ 10 ମାଂସ ଦଉଛି, ମୁଁ ପରି ଆଉ କିଏ ନାହାନ୍ତି, ମୁଁ ପରି ଆଉ ଅନ୍ୟ କିଏ ନାହାନ୍ତି, ମୁଁ ଯେମିତି କରୁଛି ମୁଁ କଲା ପରି ଆଉ କିଏ ନାହାନ୍ତି ବୋଲି ସେ ପ୍ରାର୍ଥନା କରୁଥିଲା ଗର୍ବ ସହିତ। ତାହାଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣିଲେ।
गोटे लोक पापी लोक से दुखरे प्रार्थना कले निजको पिटी पिटी क्रंथन करी प्रार्थना कले प्रभु मु गोटे पापी मु गोटे अयोग्य जेते प्रार्थना करे सेटा भी चर्च रो लास्ट दुहार निकट में छिड़ा हुई से प्रार्थना कांदी कांदी प्रार्थना प्रभु ताहां प्रार्थना ठीक से प्रकार एठार लिखा जाइछि दुखीर प्रार्थना परमेश्वर दुखी प्रिय भाई बोली आम परमेश्वर उपस्थिति जाऊँ we have to humble ourselves and come down our level and dedicate our life to God. मो परि ज्ञानी आउ किए नहांती मो परि शक्तिशाली किए नहांती मो परि धन थिबा लोक किए नहांती बोली जदि गर्व अहंकार सहित परमेश्वर ठारे प्रार्थना करूछु ताहेले प्रार्थना सुनंती नाही दिने गुटिए धनवान लोक गर्व करुथिला जेते बेले धन संचय करी तांको ग्रह रे परिपूर्ण भाव रे हितिला से समय से कहउथिला रे प्राण जेते एन्जॉय करूछु एन्जॉय करे उपभोग करे खाओ पियो मस्ती करो अर्थात परमेश्वरंकर रब स्वर्ग आसीथिला रे मूर्ख आज राति रे तोर प्राण तो प्रिय भाई भौणी माने आम्भे माने जदि एई प्रकार प्रार्थना करबा ताहेले आपनकर विनष्ट निमंते प्रार्थना जदि आम्भे माने निजर अहंकार निजर गर्व को देखै परमेश्वरंक ठारे चालुछु ताहेले आम्भ मानकर विनष्ट निमंते जो अहंकार करता है उसका विनाश सेहिति पई आम माने के दुखी भांगी जाइतिबा हृदय सहित प्रार्थना ताहेले प्रार्थना परमेश्वर आउ गुटिए लोक पठन करबा सेटा होची द्वितीय विवरण द्वितीय वंशावली 7 अध्याय 14 द्वितीय वंशावली 7:14 जेबे आंभ नाम रे विख्यात लोक माने आम्भ लोक माने आपण प्रार्थना करिबे ओ आम्भर मुख अन्वेषण करी आपण आपण कुपथरु फेरिबे तेबे आम्भे स्वर्गरु सुनिबा ओ सेमानकर पाप क्षमा करिबा ओ सेमानको देश सुस्थ करिबा। धन्यवाद। एठा लिखा जाछि आपणा मानंकु नम्र करी प्रार्थना करिबा लोक मानकर प्रार्थना परमेश्वर सुनंत जो माने नम्र करी कि से माने प्रार्थना करिवे सेमानकर प्रार्थना परमेश्वर सुनंत। प्रिय भाई भौणी माने जेतेबेला आमे माने प्रार्थना करूछु वी हैव टू हम्बल आवरसेल्फ माने नम्र करिबा आवश्यक सेहिति पय एठार लिखा जायछि आपणा मानंकु नम्र करी प्रार्थना करिवे ओ आम्भर मुख अन्वेषण करी आपणा आपणा को कुपथरु फेरिबे तेबे आम्भे स्वर्गरु सुनिबा ओ सेमानकर पाप क्षमा करिबा बोली एठार परमेश्वर कहउछ काहे के विषय बिकॉज़ आवर प्रेयर शुड बी हम्बल जेतेबेला मन मागुछु गुटिए नम्र सहकारे प्रार्थना नम्र सहकारे प्रार्थना करे परमेश्वर आमମାନଙ୍କର प्रार्थना सुनन एवं लास्ट पॉइंट आमମାନଙ୍କର प्रश्न करबा सेही प्रथम वंशावली 5:20 पद 5:20 प्रथम वंशावली 5:20 पठन करो सेमानको प्रतिकूल रे साहाय्य पाइले तहिरे हागरिय माने ओ सेमानकर संगे समस्त लोक सेमानको हस्ତରେ समर्पित हेले कारण सेमाने युद्ध रे परमेश्वरଙ୍କ निकटରେ क्रंधन करन्ते से सेमानको प्रार्थना सुनिले जेतु सेमाने ताहांको ठारे विश्वास कले। एठारे लेखा जाउछि जो माने विश्वास सहकारे प्रार्थना
ପ୍ରାର୍ଥନା କରନ୍ତି ସେମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଏଠାରେ ଦେଖାଯାଇଛି ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ। ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କରିଥିବା ହେତୁ ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିଲେ ଏବଂ ସେମାନଙ୍କର ରବ ଶୁଣିଲେ, ସେମାନଙ୍କର କ୍ରନ୍ଧନ ଶୁଣିଲେ, ସେମାନଙ୍କର ଗୁହାରି ଶୁଣିଲେ, ସେମାନଙ୍କର ବିନତି ଶୁଣିଲେ, ସେମାନଙ୍କର ଉତ୍ତର ସେମାନଙ୍କୁ ଦିଆଗଲା। ସେମାନଙ୍କର ଉତ୍ତର ସେମାନଙ୍କୁ ଦିଆଗଲା। ପ୍ରିୟ ଭାଇ ଭଉଣୀ ମାନେ, ଆମେମାନେ ଲାଷ୍ଟ ଅଂଶ ଦେଖିଛୁ ବିଶ୍ୱାସରେ ପ୍ରାର୍ଥନା କରିବା, ଯୋଉଟା କି ଆମେ ଦେଖୁଛୁ ଏଠାରେ ଧାର୍ମିକ ସହକାରେ ପ୍ରାର୍ଥନା କଲେ ପରମେଶ୍ୱର ଶୁଣନ୍ତି। ଧାର୍ମିକ ମାନଙ୍କର ପ୍ରାର୍ଥନା ସତ୍ୟରେ ପ୍ରାର୍ଥନା କଲେ ଏବଂ নম্ର ସହକାରେ ପ୍ରାର୍ଥନା କଲେ ଆଉ ବିଶ୍ୱାସ ସହକାରେ ଏବଂ ଦୁଃଖୀର ସହକାରେ ପ୍ରାର୍ଥନା କଲେ ପରମେଶ୍ୱର ଶୁଣନ୍ତି। ବର୍ତ୍ତମାନ ଆପଣମାନେ ଏତିକି ଶିଖିଲେ ବୋଲି ମୋର ବିଶ୍ୱାସ, କାରଣ ସମୟ ବୋଧେ ହେଇଗଲା ଅଧିକ। ବଟ୍ ଏଇଟା ହଉଛି ଆମମାନଙ୍କ ଜୀବନରେ ନିହାତି ଆବଶ୍ୟକ। ପ୍ରାର୍ଥନା କେବେ କେବେ ଶୁଣନ୍ତିନି, ସେଟା ଲେଟ୍ ହେଇପାରେ। କେବେ କେବେ ଆମମାନଙ୍କର ପ୍ରାର୍ଥନା ପ୍ରଥମେ ଶୁଣାଯିବ, କିନ୍ତୁ କେତେକ ପ୍ରାର୍ଥନା ଲେଟ୍ ହବ। କାହିଁକିନା ସେଟା ଯଦି ପ୍ରଭୁଙ୍କର ଇଚ୍ଛା ନଥାଏ ତାହେଲେ ସେଇଟା ଆମେମାନେ ପାଇବା ଆବଶ୍ୟକ ନଥାଏ। ଆହୁରି ଲାଷ୍ଟ ଅଂଶ ପଠନ କରି ସମାପ୍ତ କରିବା ମାଥ୍ୟୁ 21:22। ମାଥ୍ୟୁ 21:22। ପୁଣି ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ ସେହି ସବୁ ପାଇବ। ବିଶ୍ୱାସ କରି ଯାହା କିଛି ମାଗିବ ସେ ସମସ୍ତ ପାଇବ। ବିଶ୍ୱାସ ସହିତ ଯାହା କିଛି ମାନେ ଏ ସମସ୍ତ ବିଷୟ ଆମେ ଦେଖୁଛୁ। ପ୍ରଥମରେ ଦେଖୁଛୁ ଯୋଉମାନଙ୍କର ପ୍ରାର୍ଥନା ସହିତ ପରମେଶ୍ୱର, ଯୋଉମାନଙ୍କର ପ୍ରାର୍ଥନା ମାନେ ବିଶ୍ୱାସ ସହିତ ପ୍ରାର୍ଥନା କରିବା, নম্ର ସହିତ ପ୍ରାର୍ଥନା କରିବା, ଦୁଃଖୀ ମନରେ ପ୍ରାର୍ଥନା କରିବା, ସତ୍ୟରେ ପ୍ରାର୍ଥନା କରିବା, ଧାର୍ମିକ ଲୋକମାନଙ୍କର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। କାହାର ପ୍ରାର୍ଥନା ଶୁଣନ୍ତି ନାହିଁ? ଦୁଃଖୀ ମନ ଥିବା ଲୋକମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ, ପାପୀ ମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଆଉ ଦେଖିଅଛୁ ମନ୍ଦ ଆଲୋଚନା ରଖିଥିବା ଲୋକମାନଙ୍କର ପ୍ରାର୍ଥନା ମଧ୍ୟ ଶୁଣନ୍ତି ନାହିଁ ଏବଂ ଯାହାଙ୍କର ମନ୍ଦ ବିଷୟ ଥାଏ ସେମାନଙ୍କର ପ୍ରାର୍ଥନା ମଧ୍ୟ ଶୁଣନ୍ତି। ଏହିପରି ପରମେଶ୍ୱର ଆମ୍ଭମାନଙ୍କ ସହିତ କଥା କହି ଅଛନ୍ତି ଆଜି, ଯୋଉଟା କି ପ୍ରାର୍ଥନା ଏଠାରେ ଲେଖାଯାଇଛି ବିଶ୍ୱାସ ଯୁକ୍ତ ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଜିଠାରୁ ଆମେ ନିଷ୍ପତ୍ତି ନେବାକୁ ପଡ଼ିବ। ହାଉ କ୍ୟାନ୍ ଆଇ ଗିଭ୍ ଦ ଟାଇମ୍ ଟୁ ଦ ଗଡ୍? କେମିତି ମୁଁ ସମୟ ପରମେଶ୍ୱର ଦିବାରାତ୍ର, ଯୋଉଟା କି ଗୀତ ସହିତ ଆମେ ପଠନ କଲୁ 1-2 ପଦରେ, ସେଟା ଲେଖାଯାଇଛି ଦିବାରାତ୍ର ଯୋଉମାନେ ପରମେଶ୍ୱରଙ୍କର ବାକ୍ୟ ଧ୍ୟାନ କରନ୍ତି ସେମାନେ ଧନ୍ୟ। ଯଦି ଆମେ ସମୟ ଦେଇନାହାନ୍ତି ଓନ୍ଲି ନେମ୍ ସେକ୍, ନାଇଁ ମୁଁ ଯଦି ଜଏନ୍ ହେବି ନାହିଁ, ଝିଅ ବା ରାପାରେ ଲୋକମାନେ ମତେ ଫୋନ କରିବେ, ଏଇଟା ସେଇଟା କହିବେ, ମୁଁ ଜଏନ୍ ହେବାକୁ ପଡିବ। ନୋବଡି ଫୋର୍ସ। ସେଇଥିପାଇଁ ଲେଖାଯାଇଛି ଆଉ ଗୋଟିଏ ଅଂଶରେ କାହାକୁ ଫୋର୍ସ କରାଯାଉ ନାହିଁ, ନାଇଁ କି? କାହାକୁ ଫୋର୍ସ କରାଯିବ ନାହିଁ। ଏଇଥିପାଇଁ ଆମେ ନିଜେ ସତର୍କ ହୋଇ ପରମେଶ୍ୱରଙ୍କ ନିକଟରେ ସମର୍ପିତ ହେବା ଆବଶ୍ୟକ, ନାଇଁ? ସମର୍ପିତ ହେବା ଆବଶ୍ୟକ। ଯୋଉମାନେ ପରମେଶ୍ୱରଙ୍କ ନିକଟକୁ ଆସନ୍ତି ନାହିଁ ସେମାନେ ନେମ୍ ସେକ୍ ଆସନ୍ତି। ସେମାନେ କଣ? ମାର୍କ ଲିଖିତ ସୁସମାଚାର 7:6 ପଠନ କରନ୍ତୁ। କଣ 6-7 ଯୋଉମାନେ ସମର୍ପିତ ଏଇଠି ଆସନ୍ତି ନା ପରମେଶ୍ୱରଙ୍କର ଉପସ୍ଥିତି, କଣ ଲେଖାଯାଏ? ପରେ ସେ ଚାରିଆଡେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ଦ୍ୱାଦଶଙ୍କୁ ନିକଟକୁ ଡାକି ସେମାନଙ୍କୁ 2 ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ। ମାର୍କ ଲିଖିତ ସୁସମାଚାର 7:6 ସେ ସେମାନଙ୍କୁ
କହିଲେ ରେ କପଟି ମାନେ ଯିଶାୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବାନି କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଧାନ କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ଇଂଲିଶ ରେ ଏମିତି ଲେଖା ଯାଇଛି ଯେ these people honor me with their lips, but their heart is far from me। ମାନେ ସେମାନଙ୍କର ହୃଦୟ ମୋ ଠାରୁ ବହୁତ ଦୂର ଅଛି। ଯେଉଁମାନେ ମାନେ ଲୋକର ଦେଖାଣିଆ ପାଇଁ ସେମାନେ ପରମେଶ୍ୱରଙ୍କର ଉପସ୍ଥିତିକୁ ଆସନ୍ତି, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଡେଡିକେସନ ସହିତ ପରମେଶ୍ୱରଙ୍କ ନିକଟରେ ସେମାନେ ଉପାସନା କରନ୍ତି, because their heart is very far from them। ନାଇଁ ସେଟା ଲେଖା ଯାଇଛି ନାଇଁ 7-6 ଆମମାନେ ପଠନ୍ତୁ। ଏଇଥିପାଇଁ ଆମେ ଏଠାରେ ଦେଖାଉଛି their life living is vain in the worship। ମାନେ ୱାର୍ସିପ ରେ ସେମାନଙ୍କର କୌଣସି ଗ୍ରହଣ କରାଯିବ ନାହିଁ। ସେମାନେ ଯାହା ବି କରନ୍ତୁ ସେମାନଙ୍କର କୌଣସି ଗ୍ରହଣ କରାଯିବ ନାହିଁ, କାରଣ ପରମେଶ୍ୱର ସେମାନଙ୍କୁ ଟୋଟାଲି ହି କମ୍ପ୍ଲିଟଲି ମାନେ ସେମାନଙ୍କୁ ଟୋଟାଲି ଅଲଗା କରିକି ରଖିଦେଇଛି। ସେଇଥିପାଇଁ ପ୍ରିୟ ଭାଇ ଭଉଣୀ ମାନେ ଜୀବନ ପରମେଶ୍ୱରଙ୍କ ଆଡକୁ ସମର୍ପିତ ଜୀବନ, ଡେଡିକେସନ ଜୀବନ ଥିବାର ଅଛି। ଓନ୍ଲି ଦେମ୍ ସେ ମୋର ବାପା ତ ଖ୍ରୀଷ୍ଟିଆନ, ମୋର ମା ବି ଖ୍ରୀଷ୍ଟିଆନ, ମୁଁ ବି ଖ୍ରୀଷ୍ଟିଆନ ହେଇଛି, ଆଉ କଣ କରିଥାନ୍ତି ଯଦି ସେମାନେ ଖ୍ରୀଷ୍ଟିଆନ ହେଇନଥାନ୍ତେ ମୁଁ ଚର୍ଚ୍ଚକୁ ଯାଇନଥାନ୍ତି। ଏମିତି ଚିନ୍ତାଧାରା ଥିଲେ ଆମ୍ଭମାନଙ୍କ ଜୀବନ କୌଣସି ଆବଶ୍ୟକ। ସେଇଥିପାଇଁ ଜହନ 3:16-18 ପର୍ଯ୍ୟନ୍ତ ଏମିତି ଲେଖା ଯାଇଛି, who ever believes, ମାନେ ଅପସନାଲ ସେଠି ଲେଖା ଯାଇଛି, କାହାକୁ ଫୋର୍ସଫୁଲି କରାଯାଇନି। who ever believes ପଠନ କରନ୍ତୁ କଣ ବୋଲି ଲେଖା ଯାଇଛି 16 ଏବଂ 18। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ଯେପରି ଯେ କେହି ପ୍ରଭୁଙ୍କ ଠାରେ ବିଶ୍ୱାସ କରେ। ପ୍ରିୟ ଭାଇ ଭଉଣୀ ମାନେ ଏଠାରେ କମ୍ପଲସରି କୌଣସି ଦିଆଯାଏ ନାହିଁ। ଏଠାରେ ଲେଖା ଯାଇଛି ଯେପରି ଯେ କେହି ଯଦି ତାର ମନ ଅଛି ବିଶ୍ୱାସ କରୁ, ନହେଲେ ନାହିଁ। ଫୋର୍ସଫୁଲି କୌଣସି ନାହିଁ, କାରଣ ପରମେଶ୍ୱର ଆମ୍ଭମାନଙ୍କର ଶରୀରର ମନ୍ଦିର। ପରମେଶ୍ୱରଙ୍କର ମନ୍ଦିର ହଉଛି ଆମ୍ଭମାନଙ୍କର ଶରୀର ମନ୍ଦିର, ଶରୀର ହଉଛି ପରମେଶ୍ୱରଙ୍କର ମନ୍ଦିର। ସେଇଥିପାଇଁ ଆମ୍ଭମାନଙ୍କର ଡେଡିକେସନ, କମିଟମେଣ୍ଟ ପରମେଶ୍ୱରଙ୍କ ଉପରେ ଥିବାର ଆବଶ୍ୟକ। How can you say that no, I am because of namesake Christian, so I have to go to the church? ମୁଁ ନାମକୁ ମାତ୍ର ଖ୍ରୀଷ୍ଟିଆନ, ଆଉ ସେଠି ପ୍ରାର୍ଥନା ଶୁଣାଯିବ ନାହିଁ। ପରମେଶ୍ୱର God cannot listen to our prayer. That's why there is no commitment, there is no submissive life to the God। 18 ପଦରେ ପ୍ରାର୍ଥନା କର, କଣ ଲେଖା ଯାଇଛି? ଯେ ତାଙ୍କଠାରେ ବିଶ୍ୱାସ କରେ ନାହିଁ, ସେ ବିଶ୍ୱାସ କାରଣ ବିଶ୍ୱାସ he who believes in him, ଏଠାରେ ବି ଲେଖା ଯାଇଛି ଯିଏ ତାହାଙ୍କ ଉପରେ ବିଶ୍ୱାସ କରେ। ମାନେ ସମସ୍ତେ ବିଶ୍ୱାସ କରିବା ଆବଶ୍ୟକ କି ନାହିଁ ଏଠାରେ ଲେଖା ଯାଏ ନାହିଁ। he who believes ତାର ଅର୍ଥ ଯୋଉମାନେ ବିଶ୍ୱାସ କରନ୍ତି, they can get the internal life। ବିଶ୍ୱାସ ସହକାରେ ପ୍ରାର୍ଥନା କରିବା, ସମ୍ପୂର୍ଣ୍ଣ ଶରୀର ମନ ପ୍ରାଣ ଦେଇ ବିଶ୍ୱାସ କରିବାର ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଯଦି ପ୍ରାର୍ଥନା କରୁଛୁ ମନ ଗୋଟେ ଅଲଗା ଆଡେ ଥିବ। ଦିନକର ଘଟଣା, ଗୋଟେ ମା ଚର୍ଚ୍ଚରେ ବସୁଥିଲା, ମୁଁ ପ୍ରଚାର କରୁଥିଲି, ତାର ମନ ଚର୍ଚ୍ଚରେ ନଥିଲା। କାହିଁକି ନା ତାଙ୍କ ଘରେ ସେଦିନ ଚିକେନ ରାନ୍ଧିଥିଲେ, ଚିକେନ କୁକିଂ ହେଇଥିଲା। ତାର ମନ କରୁଥିଲା କାଳେ ସେଇ ଚିକେନ ବିଲେଇ କଣ ଖାଇକି ଯିବ ବୋଧେ, ତାର ମନ ଘରେ ଥିଲା। She was not in the church, she was in the home। Then suddenly I look at her, ମୁଁ ହଠାତ୍ ତାଙ୍କୁ ଦେଖିଲି ଏବଂ କହିଲି, ଭଉଣୀ ଆପଣ ଏଠାରେ ନାହାନ୍ତି, your body is not a present। ଆପଣଙ୍କର ବଡି ବର୍ତ୍ତମାନ ନାହିଁ, ଆପଣଙ୍କର ବଡି କୁଆଡକୁ ରହିଯାଉଛି। କାହିଁକି ଏ ବିଷୟ ଭାଇ ଭଉଣୀ ମାନେ ଆମ ଖ୍ରୀଷ୍ଟିଆନ ଜୀବନ
ଗୋଟିଏ କେବେ କେବେ ଖ୍ରୀଷ୍ଟିଆନ ଜୀବନ ସୁନା ପରି ଜୀବନ ହୀରା ପରି ଯୋଉ ଗୀତ ଗାଉଛି ନା, କିନ୍ତୁ ବେରି ସେ ସୁନା ପରି ଜୀବନ କୁଆଡେ ଗଲା ଆମର ସୁନା ପରି ଜୀବନ? ଯଦି ବିଶ୍ୱାସ ଯଦି ଡବଲ ମାଇଣ୍ଡ ଅଛି ତାହେଲେ ସୁନା ପରି ଜୀବନ ପାଇବ। ସେଇଥିପାଇଁ ଆଜିଠୁ we have to take one decision, one courage and one challenge. I want to believe. ସେଇଥିପାଇଁ ବିଶ୍ୱାସ ନ ଦେଖିକି ବିଶ୍ୱାସ କରିବା ହିଁ ଆମେ ଏଠିକି ପରମେଶ୍ୱର ଆମକୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପବିତ୍ର 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 ମଙ୍ଗଳମୟ ପବିତ୍ର ପରମେଶ୍ୱର, ତୁମରି ମହତ୍ ନାମକୁ ଧନ୍ୟବାଦ ଦଉଛୁ ପରମେଶ୍ୱର। ପରମେଶ୍ୱର ବିଶ୍ୱାସ ଯୁକ୍ତ ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି ବୋଲି ଆଜିର ଦିନରେ ତୁମେ ଆମକୁ କଥା କହିଛ। ଯେତେ ଜଣ ଶୁଣି ଅଛନ୍ତି ସେମାନଙ୍କ ଜୀବନରେ ଯେପରିକି ହୃଦୟରେ ପଠାରେ ଲେଖିକି ରଖିବେ ଏବଂ ସେମାନଙ୍କର ଆଗାମୀ ଦିନ ମାନଙ୍କରେ କାର୍ଯ୍ୟ କ୍ଷେତ୍ରରେ ଲଗେଇ ପାରିବେ। ପରମେଶ୍ୱର ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ଏବଂ ଏହି ସମସ୍ତ ପ୍ରାର୍ଥନା ତୁମ ସେ ସମର୍ପିତ। ଯେତେ ଜଣ ଶୁଣି ଅଛନ୍ତି, ଯେତେ ଜଣ ଶ୍ରବଣ କରି ଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ନାମ ଧରି ଆଶୀର୍ବାଦ ଏବଂ ତୁମେ ହିଁ ଆମକୁ ଆଶୀର୍ବାଦ କର ପରମେଶ୍ୱର ଆରମ୍ଭ ଶେଷ ପର୍ଯ୍ୟନ୍ତ ଏବଂ ବର୍ତ୍ତମାନ ସମୟ ମଧ୍ୟ ତୁମ ସମର୍ପଣ କର। ଏହି ସମସ୍ତ ପ୍ରାର୍ଥନା କେବଳ ନାଜରିତ ଯୀଶୁଙ୍କ ନାମରେ ମାଗିଛୁ। ଆମେନ୍। ଆମେନ୍।